ଦେଖନ୍ତୁ 75 ଲକ୍ଷ ଚାଷୀଙ୍କୁ ମିଳିବ କୃଷକ ପରିଚୟ ପତ୍ର। ପ୍ରତିବର୍ଷ 6,000 ଟଙ୍କା ଆର୍ଥିକ ସହାୟତା ପାଇବେ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତରଫରୁ କୃଷକ ପରିଚୟ ପତ୍ରକୁ ନେଇ କୃଷକ ଭାଇନାମାନଙ୍କ ପାଇଁ ବଡ଼ ଘୋଷଣା ଜାରି କରାଯାଇଛି। ଯଦି ଆଜିକା ଡେଟ୍ରେ ଆପଣମାନେ କୃଷକ ପରିଚୟ ପତ୍ର କରୁନାହାନ୍ତି, ତାହେଲେ ଆପଣମାନେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଯେଉଁ ଯୋଜନା ଗୁଡ଼ିକ ପରିଚାଳିତ ହେଉଛି କୃଷକ ଭାଇନାମାନଙ୍କ ପାଇଁ, ସେହି ଯୋଜନା ଗୁଡ଼ିକରୁ ଆପଣମାନେ ବାଦ୍ ପଡ଼ିଯିବେ। କୌଣସି ଚାଷ ସମ୍ବନ୍ଧୀୟ ଆର୍ଥିକ ସହାୟତା ଆପଣ ପାଇପାରିବେନି। ବହୁତ ବଡ଼ ଘୋଷଣାଟି ସରକାର ଜାରି କରିଛନ୍ତି ଚାଷୀ ଭାଇନାମାନଙ୍କ ପାଇଁ। ଯଦି ଆପଣ କୃଷକ ପରିଚୟ ପତ୍ରଟିଏ ତିଆରି କରି ନେଉଛନ୍ତି, ତାହେଲେ ଆପଣମାନଙ୍କୁ ସରକାରଙ୍କ ତରଫରୁ ଅନେକ ଲାଭ ମଧ୍ୟ ମିଳିବା ପାଇଁ ଯାଉଛି। କେଉଁ ଲାଭ ଗୁଡ଼ିକ ମିଳିବ ଏବଂ କୃଷକ ପରିଚୟ ପତ୍ର ନ କଲେ ଆପଣ କେଉଁ ଯୋଜନାରୁ ବାଦ୍ ପଡ଼ିଯିବେ, ସମ୍ପୂର୍ଣ୍ଣ ସୂଚନା ଏହି ଭିଡ଼ିଓ ମାଧ୍ୟମରୁ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣ ବୁଝିପାରିବେ, ଜାଣିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ଆପଣ ନୂଆ କରି ଭିଡ଼ିଓଟି ଦେଖୁଥାନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। କାରଣ ସରକାରଙ୍କ ତରଫରୁ ଯେଉଁ ସବୁ ନୂଆ ଯୋଜନା ଗୁଡ଼ିକ ଆସିବ, ସେହି ଯୋଜନା ଗୁଡ଼ିକର ଆପଣ ସମ୍ପୂର୍ଣ୍ଣ ସୂଚନା, ଆବେଦନ ପ୍ରକ୍ରିୟା, ଆପଣ ଯେଉଁ ଯୋଜନା ଗୁଡ଼ିକରେ ସାମିଲ ହୋଇଛନ୍ତି ସେହି ଯୋଜନା ଗୁଡ଼ିକର ନୂଆ ନୂଆ ଅପଡ଼େଟ୍, ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା କେବଳ ଏହି ଚ୍ୟାନେଲରୁ ହିଁ ଆପଣ ଜାଣିବାକୁ ପାଇବେ। ଦେଖନ୍ତୁ, ଯଦି ଆପଣ ଜଣେ ଚାଷୀ ଚାଷବାସ କରି ଆପଣମାନଙ୍କର ଜୀବିକା ନିର୍ବାହ କରୁଛନ୍ତି ଏବଂ ଚାଷ ସମ୍ବନ୍ଧୀୟ ଯୋଜନା ଗୁଡ଼ିକରେ ଆପଣ ଆର୍ଥିକ ସହାୟତା ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣ ଭିଡ଼ିଓଟିକୁ ଧ୍ୟାନ ସେ ଦେଖନ୍ତୁ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁକିଛି ବୁଝିପାରିବେ। ବର୍ତ୍ତମାନ ଆସନ୍ତୁ ଜାଣିବା, ଜମି ରେକର୍ଡ଼ରେ ଥିବା ଅସଙ୍ଗତିକୁ ସଂଶୋଧନ କରିବା ପାଇଁ ରାଜସ୍ୱ ବିଭାଗ ନିର୍ଦ୍ଦେଶ ଜାରି କରିଛି। ଓଡ଼ିଶାର ଚାଷୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ଆସିଛି। ରାଜ୍ୟରେ ଚାଷୀ ପରିଚୟ ପତ୍ର ଅର୍ଥାତ୍ କୃଷକ ପରିଚୟ ପତ୍ର ତିଆରି ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଛି। ଏଗ୍ରିଷ୍ଟାକ୍ ଅଭିଯାନ ଚାଲିଛି, ଯାହା ଚାଷୀମାନଙ୍କୁ ଏକ ଅନ୍ୟାନ୍ୟ ପରିଚୟ ପତ୍ର ପ୍ରଦାନ କରୁଛି, ଯାହାଦ୍ୱାରା ସେମାନେ ସରକାରୀ ଯୋଜନା ଗୁଡ଼ିକକୁ ସୁଗମ ଭାବରେ ପାଇପାରିବେ। ରାଜ୍ୟ ସରକାର ଆସନ୍ତା ମାସ ମଧ୍ୟରେ 7.5 ନିୟୁତ ଚାଷୀଙ୍କୁ ଚାଷୀ ପରିଚୟ ପତ୍ର ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି, ଯାହାଦ୍ୱାରା ସେମାନେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ପ୍ରତିବର୍ଷ 6,000 ଆର୍ଥିକ ସହାୟତା ପାଇପାରିବେ। ତଥାପି କୃଷକ ପରିଚୟ ପତ୍ର ପ୍ରକ୍ରିୟା ସମୟରେ ଅନେକ ଚାଷୀ ଜମି ରେକର୍ଡ଼ ସହିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଗମ୍ଭୀରତାର ସହ ନେଇ ରାଜସ୍ୱ ଏବଂ ଭୂମି ସଂସ୍କାର ବିଭାଗ ଏହାର ସମସ୍ତ କ୍ଷେତ୍ର ଅଧିକାରକୁ ପରିମାର୍ଜନ ଅନଲାଇନ୍ ସିଷ୍ଟମ ମାଧ୍ୟମରେ କୃଷକ କାର୍ଡ଼ ପାଇଁ ଆବେଦନ କରିଥିବା ଚାଷୀଙ୍କ ଜମି ରେକର୍ଡ଼ରେ ଥିବା ଯେକୌଣସି ଅସଙ୍ଗତିକୁ ତୁରନ୍ତ ସଂଶୋଧନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି। ବର୍ତ୍ତମାନ ଆସନ୍ତୁ ଜାଣିବା, ଜମି ରେକର୍ଡ଼ ଗୁଡ଼ିକ ସଂଶୋଧନ କରିବାକୁ ନିର୍ଦ୍ଦେଶ କ'ଣ ରହିଛି। ଦେଖନ୍ତୁ, ରାଜସ୍ୱ ବିଭାଗ ସଚିବ ଯେ ଉଭୟ ବିଭାଗ କୃଷକ ଜମି ରେକର୍ଡ଼କୁ କୃଷି ବିଭାଗର ଡାଟାବେସ୍ ସହିତ ସଂଯୋଗ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛୁ ଯେ ସେମାନେ ନିଜ ନିଜ ଜିଲ୍ଲାର ସର୍କଲ ଅଧିକାରୀମାନଙ୍କୁ ପରିମାର୍ଜନ ପ୍ଲସ୍ ମାଧ୍ୟମରେ ପ୍ରାପ୍ତ ସମସ୍ତ ଆବେଦନ ଗୁଡ଼ିକକୁ ପ୍ରକ୍ରିୟାକରଣ କରିବା ପାଇଁ ଆବଶ୍ୟକ ମାର୍ଗଦର୍ଶନ ଜାରି କରନ୍ତୁ, ଯେଉଁଥିରେ ଭୂମି ରେକର୍ଡ଼ ସମ୍ବନ୍ଧୀୟ ବିସଙ୍ଗତି ଅଛି। ସରକାର ବିଶ୍ୱାସ କରନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଜମି ରେକର୍ଡ଼ ସଠିକ୍ ନ ହୁଏ, ସେ ପର୍ଯ୍ୟନ୍ତ କୃଷକଙ୍କ ଚାଷୀ ପରିଚୟ ପତ୍ର ଏବଂ ଏଗ୍ରିଷ୍ଟାକ୍ ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିବ। ବର୍ତ୍ତମାନ ଆସନ୍ତୁ ଜାଣିବା, ସରକାରୀ ବିଭାଗର ବଡ଼ ଆଦେଶ କ'ଣ ରହିଛି। ସୂତ୍ର ଅନୁଯାୟୀ ବହୁ ସଂଖ୍ୟକ ଚାଷୀ ଅଭିଯୋଗ କରିବା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି ଯେ ଅନେକ ଚାଷୀଙ୍କ ଆବେଦନ କେବଳ ଡିଜିଟାଲାଇଜେସନ୍, ଜମି ବନ୍ଦୀ, ଟାଇଟଲ ରେକର୍ଡ଼ ଏବଂ ଅନ୍ୟାନ୍ୟ ଜମି ଡକୁମେଣ୍ଟରେ ତ୍ରୁଟି ଯୋଗୁଁ ଖାରଜ ହୋଇଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଅଧିକାଂଶ କ୍ଷେତ୍ରରେ ଆବେଦନକାରୀଙ୍କ ନାମ ଜମି ରେକର୍ଡ଼ ସହିତ
ମେଳ ଖାଉନଥିଲା। କିଛି କ୍ଷେତ୍ରରେ ପିତାଙ୍କ ନାମରେ ଅସଙ୍ଗୀତ ଥିଲା ଏବଂ ଅନ୍ୟ କ୍ଷେତ୍ରରେ ଜମି ଅଞ୍ଚଳ ଏବଂ ଖତିଆନ ବିବରଣୀରେ ଅସଙ୍ଗୀତ ମିଳିଥିଲା। କିଛି କ୍ଷେତ୍ରରେ ଡିଜିଟାଲାଇଜେସନ୍ ଜମିବନ୍ଦୀ ଗୁରୁତର ତ୍ରୁଟି ଥିଲା, ଯାହାଫଳରେ ଏଗ୍ରିଷ୍ଟାକ୍ ପଦକ୍ଷେପ ଅଧୀନରେ ଚାଷୀ ପଞ୍ଜୀକରଣ ଅସମ୍ଭବ ହୋଇଯାଇଥିଲା। ବର୍ତ୍ତମାନ ଆସନ୍ତୁ ଜାଣିବା, ଯେଉଁ କୃଷକ ଭାଇନାମାନେ କୃଷକ ପରିଚୟ ପତ୍ର ପାଇନାହାନ୍ତି ସେମାନେ ତୁରନ୍ତ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବା ଉଚିତ। ଏହି ମାମଲାରେ ଜଡ଼ିତ ଜଣେ ବରିଷ୍ଠ କୃଷି ଅଧିକାରୀ କହିଛନ୍ତି ଯେ ବହୁ ସଂଖ୍ୟକ ଚାଷୀ ପଞ୍ଜୀକରଣ ପାଇଁ ଅନଲାଇନ୍ରେ ଆବେଦନ କରିଛନ୍ତି, କିନ୍ତୁ ଜମି ରେକର୍ଡ ସହିତ ମେଳ ଖାଉନଥିବାରୁ ବୈଷୟିକ ଅସୁବିଧା ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଚାଷୀ ପରିଚୟ ପତ୍ରକୁ ଜମି ସହିତ ଲିଙ୍କ କରିବା ପ୍ରକ୍ରିୟାକୁ ବାଧ୍ୟ କରିଛି। ଆମେ ଏ ବିଷୟରେ ରାଜସ୍ୱ ବିଭାଗକୁ ପୂର୍ବରୁ ଜଣାଇଛୁ ଏବଂ ଏପରି ସମସ୍ତ ମାମଲା ଶୀଘ୍ର ସମାଧାନ କରାଯାଉ ବୋଲି ସେ କହିଛନ୍ତି। ବର୍ତ୍ତମାନ ଆସନ୍ତୁ ଜାଣିବା, ଏପର୍ଯ୍ୟନ୍ତ କେତେ ଜଣ ଚାଷୀ ପରିଚୟ ପତ୍ର ପାଇଛନ୍ତି। ଦେଖନ୍ତୁ, ରାଜ୍ୟ କୃଷି ବିଭାଗ ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରାୟ 20 ଲକ୍ଷ ଚାଷୀଙ୍କୁ ଚାଷୀ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଏହା ସହିତ 4.5 ଲକ୍ଷରୁ ଅଧିକ ଚାଷୀଙ୍କୁ eKYC ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁଠାରେ ଚାଷୀଙ୍କ ନାମ, ଠିକଣା, ଜମି ବିବରଣୀ ଏବଂ ଅନ୍ୟାନ୍ୟ ଜରୁରୀ ସୂଚନା ଡିଜିଟାଲ ଭାବରେ ରେକର୍ଡ କରାଯାଇଛି। ବର୍ତ୍ତମାନ ଆସନ୍ତୁ ଜାଣିବା, ଏଗ୍ରିଷ୍ଟାକ୍ କାର୍ଯ୍ୟକ୍ରମ କୃଷକମାନଙ୍କୁ ସୁବିଧା କେମିତି କ'ଣ କରିଥାଏ। କୃଷି ବିଭାଗ ଅଧିକ ଚାଷୀଙ୍କୁ ଏଗ୍ରିଷ୍ଟାକ୍ କାର୍ଯ୍ୟକ୍ରମରେ ଯୋଡ଼ିବା ପାଇଁ ଜିଲ୍ଲାଗୁଡ଼ିକରେ ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା। ଏହି ପଦକ୍ଷେପରେ ଲକ୍ଷ ଲକ୍ଷ ଚାଷୀଙ୍କୁ ଏକ ଡିଜିଟାଲ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା, ଯାହାଦ୍ୱାରା ସେମାନେ ଅଧିକ ଅସୁବିଧା ବିନା ବିଭିନ୍ନ ସରକାରୀ ଯୋଜନା ପାଇପାରିବେ। ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ସମସ୍ତ ଦେୟ କେବଳ ପଞ୍ଜୀକୃତ ଚାଷୀ ପରିଚୟ ପତ୍ର ମାଧ୍ୟମରେ କରାଯିବ। ଫଳସ୍ୱରୂପ କୃଷକମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଅଧୀନରେ ପଞ୍ଜୀକୃତ ବାଧ୍ୟତାମୂଳକ କରାଯାଇଛି। ବର୍ତ୍ତମାନ ଆସନ୍ତୁ ଜାଣିବା, ଆପଣଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସମ୍ପୂର୍ଣ୍ଣ ଲାଭ କେମିତି ମିଳିବା ପାଇଁ ଯାଉଛି। ଦେଖନ୍ତୁ, ରାଜସ୍ୱ ବିଭାଗ ସଚିବ ପ୍ରତିଶ୍ରୁତି ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଚାଷୀ ପରିଚୟ ପତ୍ର ସହିତ ସଂଯୋଗ କରାଯିବ। ସେ କହିଛନ୍ତି ଯେ ଏହି କାର୍ଯ୍ୟ ପ୍ରାଥମିକତା ଭିତ୍ତିରେ ଚାଲିଛି। କୃଷି ଅଧିକାରୀଙ୍କ ଅନୁଯାୟୀ ଓଡ଼ିଶାରେ ପ୍ରାୟ 20 ନିୟୁତ ଚାଷୀଙ୍କୁ ପର୍ଯ୍ୟାୟକ୍ରମେ ଏଗ୍ରିଷ୍ଟାକ୍ କାର୍ଯ୍ୟକ୍ରମ ଅଧୀନରେ ଅନ୍ତର୍ଭୁକ୍ତ କରାଯିବାକୁ ଯୋଜନା ରହିଛି। ସେମାନଙ୍କ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଚାଷୀଙ୍କୁ ସମୟୋଚିତ ଆର୍ଥିକ ସହାୟତା ପାଇବା ଏବଂ ଯାନ୍ତ୍ରିକ କାରଣରୁ କୌଣସି ଯୋଜନା ଅଧୀନରେ ଲାଭ ବାଧାପ୍ରାପ୍ତ ନ ହେବାକୁ ନିଶ୍ଚିତ କରିବା। ଏହି କୃଷକ ପରିଚୟ ପତ୍ର ମାଧ୍ୟମରେ ଆପଣ କୃଷି ସମ୍ବନ୍ଧୀୟ ଯନ୍ତ୍ରଗୁଡ଼ିକ ସୁଲଭ ମୂଲ୍ୟରେ ପାଇପାରିବେ। ବିପୁଳ ସବସିଡି ସରକାର ପ୍ରଦାନ କରିବେ ଆପଣମାନଙ୍କୁ। ଯଦି ଆପଣ କମ୍ ରେଟ୍ରେ କୃଷି ସମ୍ବନ୍ଧୀୟ ଯନ୍ତ୍ରଗୁଡ଼ିକ କିଣିବା ପାଇଁ ଚାହୁଁଛନ୍ତି, ଏହି ଭିଡ଼ିଓରେ ମୁଁ ଲିଙ୍କ୍ ପ୍ରୋଭାଇଡ଼ କରିଦେଇଛି ଫ୍ଲିପକାର୍ଟରୁ। ଆପଣମାନେ ବହୁତ କମ୍ ରେଟ୍ରୁ ପାଇପାରିବେ। ଅର୍ଡ଼ର କରିନିଅନ୍ତୁ।